ଜୟ ଜଗନ୍ନାଥ ମାଲିକ ମୁଁ ଆଜି ସକାଳେ ସକାଳେ ପହଞ୍ଚି ଯାଇଥିଲି ଗଞ୍ଜାମ ଜିଲ୍ଲାର ମନ୍ତିଡ଼ିର ସିଦ୍ଧ ଭୈରବୀ ମନ୍ଦିର ପାଖରେ। ଆଉ ଏଠି ଆମ ସାଙ୍ଗ ଛୁଆ କିଛି ଫଟୋ ଉଠାଉଛନ୍ତି। ଆଉ ଏଠି କିଛି ମାର୍କେଟର ଭିଉ କିଛି ଏମିତି ଅଛି। ବହୁତ ପୁରାତନ ମନ୍ଦିରକୁ ଯଦି ବୁଲି ଆସୁଛନ୍ତି ଆଉ ମନ୍ଦିର ବିଷୟରେ କିଛି ଜାଣୁନାହାନ୍ତି ତାହେଲେ ମନ୍ଦିର ବୁଲି କିଛି ଲାଭ ନାହିଁ। ତ ଚାଲନ୍ତୁ ଆମେ ସିଦ୍ଧ ଭୈରବୀ ମନ୍ଦିରର କିଛି ରହସ୍ୟ ଜାଣିବା। କୁହାଯାଏ ଯେ ମା ଭୈରବୀଙ୍କର ମୂର୍ତ୍ତି ଜଣେ କୃଷକଙ୍କ ଦ୍ୱାରା ହଳ କରାଯାଇଥିଲା, କ୍ଷେତରୁ ଖନନ କରାଯାଇଥିଲା। କଞ୍ଚାପଥର ମୂର୍ତ୍ତିର ଦିବ୍ୟଶକ୍ତିକୁ ଚିହ୍ନି ଏହା ଏକର ବର୍ତ୍ତମାନ ସ୍ଥାନରେ ସ୍ଥାପନ କରାଯାଇଥିଲା। ଆଜି ଯେଉଁ ମନ୍ଦିର ରହିଛି ତାହା 1937 ମସିହାରେ ନିର୍ମିତ ହୋଇଥିଲା। ଆଉ ଏହି ମନ୍ଦିରରେ 108ଟି ମୂର୍ତ୍ତିର ଦର୍ଶନ କରିପାରିବେ। ଆଉ ଏହି ମୂର୍ତ୍ତିକୁ ଅପରିଷ୍କାର ଢଙ୍ଗରେ ଖୋଦିତ ବୋଲି ବର୍ଣ୍ଣନା କରାଯାଇଛି ଏବଂ ଏହାର ଗୋଟିଏ ଗୋଡ଼ ଏବଂ 4ଟି ହାତ ଅନ୍ୟାନ୍ୟ ଭାବରେ ବର୍ଣ୍ଣିତ ହୋଇଛି। ଆଉ ଏହି ମନ୍ଦିରର ଚାରିପାଖର ଦୃଶ୍ୟ ଏତେ ସୁନ୍ଦର ଥିଲା ଯେ ଆଖି ଲାଖି ଯାଉଥିଲା। ଆଉ ଜଗନ୍ନାଥଙ୍କୁ ତ ଦେଖି ମନ ମୋହିତ ହୋଇଯାଉଥିଲା। ଆଉ ଜଗନ୍ନାଥଙ୍କ ମନ୍ଦିର ପଛପଟେ ମା ସିଦ୍ଧ ଭୈରବୀଙ୍କ ମନ୍ଦିର ଥିଲା, ଯେଉଁଠିକି ମୋବାଇଲ ଆଲାଉ ନଥିଲା। ଆମେ କିନ୍ତୁ ଦୂରରେ ଦେଖିକି ମାଙ୍କର ଦର୍ଶନ ବହୁତ ଭଲ ଭାବରେ କରିନେଲୁ। ଆଉ ମନ୍ଦିର ତ ବହୁତ ସୁନ୍ଦର ଥିଲା, ମନ୍ଦିରର ରହସ୍ୟ କାହାଣୀ ବି ବହୁତ ଅତି ସୁନ୍ଦର ଥିଲା। ସମସ୍ତେ ମନ୍ଦିରକୁ ମସ୍ତରେ ଭଲ ଭାବରେ ବୁଲି ବୁଲାକି ଆସିଛନ୍ତି ସେ ଠସ୍ 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 କରି ସବୁ ଜାବି ଦେବା ପାଇଁ। ଦେଖନ୍ତୁ କେମିତି ଜାବୁଛନ୍ତି, ବୋପା ମା ଯେମିତି 8 ଦିନ ହେଲା ଜମା ଖାଇନାହାନ୍ତି। ଆମ ପାଖରେ ଅଛି ବ୍ରହ୍ମପୁର ଟେଷ୍ଟି ଖାଇବା ପୁରୀ ଉପମା। ଯଦି ଭିଡ଼ିଓ ଲାଇକ୍ କରିଦେବେ, ଯଦି କାହାଣୀ ଭଲ ଲାଗିଲେ କମେଣ୍ଟ କରିଦେବେ।